ବନ୍ଦେ ମାତରମ୍। ଓଡ଼ିଆ ରଚନା ରଥଯାତ୍ରା ବିଷୟରେ ତୁମେମାନେ କିପରି ସୁନ୍ଦର ଭାବରେ ଲେଖିପାରିବ ତାହା ଆଜି ମୁଁ କହୁଛି। ପ୍ରଥମେ ଲେଖିବ ଉପକ୍ରମ। ଉପକ୍ରମରେ ଲେଖିବ ଯେ ଜଗତର ନାଥ ଜଗନ୍ନାଥ ହିନ୍ଦୁମାନଙ୍କର ଶ୍ରେଷ୍ଠ ଦେବତା। ଭକ୍ତ ଓ ପତିତମାନଙ୍କୁ ଦର୍ଶନ ଦେବା ପାଇଁ ପ୍ରତିବର୍ଷ ବଡ଼ଦାଣ୍ଡରେ ବିଜେ ହୁଅନ୍ତି। ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀମନ୍ଦିରରୁ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବାହାରକୁ ଆସି ରଥରେ ଆରୋହଣ କରନ୍ତି। ଫଳରେ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଆନ୍ତି। ଏହାକୁ ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା କୁହାଯାଏ। ରଥଯାତ୍ରାର ଆରମ୍ଭ ଓ ରଥ ନିର୍ମାଣ। ପୁରାଣ ଅନୁସାରେ ରାଣୀ ଗୁଣ୍ଡିଚାଙ୍କ ସମୟରୁ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ପାଇଁ ଓ ସମସ୍ତଙ୍କର ଜଗନ୍ନାଥ ଦର୍ଶନ ପାଇଁ ଏହି ଯାତ୍ରା ଅନୁଷ୍ଠିତ ହେଉଅଛି। ପ୍ରତିବର୍ଷ ଅକ୍ଷୟ ତୃତୀୟା ଠାରୁ ରଥ ତିଆରି କାମ ଆରମ୍ଭ କରାଯାଏ। 16 ଚକ ବିଶିଷ୍ଟ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। 14 ଚକ ବିଶିଷ୍ଟ ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। 12 ଚକ ବିଶିଷ୍ଟ ସୁଭଦ୍ରାଙ୍କ ରଥର ନାମ ଦେବଦଳନ। ଏହା ରଙ୍ଗୀନ କନା ଦ୍ୱାରା ସଜ୍ଜିତ ହୋଇ ରଥଗୁଡ଼ିକ ଶୋଭା ପାଏ। ଯାତ୍ରାର ନିୟମ। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିରରୁ ସେବକମାନେ ଠାକୁରଙ୍କୁ ଆଣିବା କଷ୍ଟ ହୋଇଥାଏ। ତେଣୁ ସେମାନେ ଠାକୁରଙ୍କୁ ପହଣ୍ଡି ବିଜେ କରି ଆଣନ୍ତି। ରଥ ଉପରକୁ ଠାକୁର ଆସିବା ପରେ ରାଜା ରଥରେ ଛେରା ପହଁରା କରନ୍ତି। ତାପରେ ଭକ୍ତଗଣ ହରିବୋଲ ହୁଳହୁଳି ଧ୍ୱନି ଦେଇ ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନିଅନ୍ତି। ଗୁଣ୍ଡିଚା ଘରୁ ଦଶମୀ ଦିନ ଜଗନ୍ନାଥ ଶ୍ରୀମନ୍ଦିରରୁ ଫେରନ୍ତି। ଏହାକୁ ବାହୁଡ଼ା ଯାତ୍ରା କହନ୍ତି। ରଥଯାତ୍ରା ପରେ ବଡ଼ଦାଣ୍ଡରେ ଠାକୁରଙ୍କୁ ସୁନାବେଶ ହୁଏ। ଜଣାଣ ଭଜନ ଓ ସଂକୀର୍ତ୍ତନରେ ବଡ଼ଦାଣ୍ଡ ଉଛୁଳି ଉଠେ। ପୁରୀ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହି ଯାତ୍ରା ଦେଖିବା ପାଇଁ ବହୁ ଯାନବାହନର ବ୍ୟବସ୍ଥା କରାଯାଇଥାଏ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥାମାନଙ୍କ ତରଫରୁ ସୁବନ୍ଦୋବସ୍ତ କରାଯାଇଥାଏ। ସ୍ୱାସ୍ଥ୍ୟ ସୁରକ୍ଷା ଓ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ମଧ୍ୟ ହୋଇଥାଏ। ଲୋକମାନଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯାଇଥାଏ। ଅନ୍ୟାନ୍ୟ ସ୍ଥାନରେ ରଥଯାତ୍ରା। ପୁରୀର ରଥଯାତ୍ରା କେବଳ ଭାରତରେ ନୁହେଁ ସମଗ୍ର ପୃଥିବୀରେ ଜଣାଶୁଣା। ଓଡ଼ିଶାର ବାରିପଦା, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ରଣପୁର, ବାଣପୁର, ବଲାଙ୍ଗୀର ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଆମେରିକା ଓ ଇଂଲଣ୍ଡରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଶେଷ କଥା, ହିନ୍ଦୁମାନଙ୍କର ବିଭିନ୍ନ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ। ଏହା ପାରିବାରିକ ସ୍ନେହ ତଥା ଭ୍ରାତୃତ୍ୱର ସୂଚନା ଦିଏ। ସେହି ପ୍ରେମମୟ ଦୟାମୟ ଦୁଃଖହାରୀ ଜଗନ୍ନାଥ ପ୍ରତିବର୍ଷ ରଥଯାତ୍ରା କରି ମଣିଷ ସମାଜକୁ ନିଜର କରୁଥାନ୍ତୁ।